ସେମିତି ବା ଯଦି ତାଙ୍କ ଉପରେ ପଡ଼ିଲାନି ସାଇପନ୍ ଏଇ ଛୋଟ ଘାଟରେ ଯାହା ରୁହନ୍ତି ତା ମୁଁ ଦେଖଉଛି। ମୁଁ ଜାଲ ବି ଧରିକି ଯିବି ଗଡ଼ିଆକୁ। ସକାଳୁ ସକାଳୁ ସମସ୍ତଙ୍କୁ ମୋର ନମସ୍କାର। ଦେଖନ୍ତୁ ପୁରା ଆର୍ଲି ମର୍ଣ୍ଣିଂରେ ଇଏ କାମୁଡ଼ା କାମୁଡ଼ି ଲାଗିବେ। ସେ ଧାରଟା ପଳେଇଗଲା, ସିଏ ନୋଟିସ୍ ପାଇକି ପଳେଇଲା। ଆଉ ଇଏ ଆମର ଏଇ ଛୋଟ ଘାଟରେ ଯାହା ରୁହନ୍ତି ତା ମୁଁ ଦେଖଉଛି। ମୁଁ ଜାଲ ବି ଧରିକି ଯିବି ଗଡ଼ିଆକୁ। ଗଡ଼ିଆରେ ସେ ମହୁରାଳି ଉଇଁଛନ୍ତି। ଆଉ ଏଠି ଦେଖନ୍ତୁ ଇଏ ଗୋଟେ ମା, ସିଏ ତାର ବସିଛି। ସିଏ 5ଟି ଛୁଆ ଘିନିକି ସିଏ ରୁହେ। ସିଏ ବିଲକୁଲ ବି ବାହାରକୁ ଭାଡ଼ିକି ସିଏ ଯାଏନି। ଆଉ ଗୋଟେ ଜିନିଷ ମୁଁ ଆପଣମାନଙ୍କୁ ଦେଖେଇବି। ଆପଣମାନଙ୍କୁ ମୁଁ କହିଥିଲି 10ଟି ଛୁଆ ଘିନିକି ଯୋଉ ଧଳା ଫିମେଲଟି ବାହାରିଥିଲା, ତା ମାଟାକୁ ଏଇ ଭିତରୁ କଟାସ ନେଇଗଲା। ବର୍ତ୍ତମାନ ତା ଛୁଆ ଗୁଡ଼ାକ ମା ଛଉଣ୍ଡ ଛୁଆ, ତେଣୁ ପୁରା ବିକଳିଆ ହେଇକି ଖାଲି ଚାଉଁ ଚାଉଁ ହଉଛନ୍ତି। ତାଙ୍କୁ ଏମିତି ମୁଁ ଗୋଟେ କାର୍ଟୁନରେ ଜରି ନାଇବୁରା ଢାଙ୍କୁଡ଼ିକି ରଖୁଛି। 10ଟା ଛୁଆ ହେଇଥିଲେ, ଏବେ ଆଉ 8ଟି ଛୁଆ ଅଛନ୍ତି। ଟିକେ ବିକଳ ହେଇକି ସିଏ ବୁଲୁଛନ୍ତି, ହେଲେ ତାଙ୍କୁ ଅନ୍ୟ ମା ମାନେ କାମୁଡୁଛନ୍ତି ଯଦିବା ସିଏ କିନ୍ତୁ ସର୍ଭାଇଭ କରି ଚାଲିଛନ୍ତି। ଆଉ ଦେଖନ୍ତୁ ସେ ଛୁଆ ଗୁଡାକ, ସେ ତାଙ୍କର ନିଜେ ନିଜେ ମା ନାହିଁ, ମା ଛଉଣ୍ଡ ଛୁଆ ହେଇକି ସିଏ କେମିତି ଘୁରି ବୁଲୁଛନ୍ତି। ସାଧାରଣତଃ ଦେଖାଯାଏ ଯୋଉମାନେ ବାପ ମା ନଥିବା ଛୁଆମାନେ ନିଶ୍ଚିତ ଭାବରେ ବହୁତ ଷ୍ଟ୍ରଗଲ କରିକି ବଢିଥାନ୍ତି। ତେଣୁ ସେଇଥିପାଇଁ ସେମାନେ ଭଲ ହେଇଯାଆନ୍ତି, ଭବିଷ୍ୟତରେ ଭଲ କିଛି କରନ୍ତି, ନାଇଁ ତ ବହୁତ ଖରାପ ହେଇଯାଆନ୍ତି। ତେଣୁ ମୋ ଛୁଆ ଏଇ ଯୋଉ ଫିମେଲଟାର 8ଟି ଛୁଆ ଏବେ ଅଛନ୍ତି, ସିଏ ସେମିତି ସର୍ଭାଇଭ କରି ଚାଲିଛନ୍ତି। ଏବେ ମୁଁ ଏଇ ଛୋଟ ଭାଟଟାକୁ ଛାଡ଼ିଦେଲି। ଆଉ ମୋ ପାଖରେ ବି ସମୟ ନାହିଁ, କାହିଁକିନା ମୁଁ ଗଡ଼ିଆକୁ ଯିବି, ଦେଖିବା ଗଡ଼ିଆରେ ଦିଟା ମହୁରାଳି ଧରିବା। ତେଣୁ ଚାଲନ୍ତୁ ଯିବା ସେଇ ଗଡ଼ିଆକୁ। ସାଧାରଣତଃ ଭାଦ୍ରବ ଆଶ୍ୱିନ ମାସ ମହୁରାଳି ଗୁଡ଼ିକ ଛୋଟ ଛୋଟ ଛୁଆ ହେଇଥାନ୍ତି, ଛୁଆ ଦେଇଥାନ୍ତି ସେମାନେ ତାଙ୍କର ଗୁଡ଼ାକ, ତେଣୁ ମା ଗୁଡ଼ାକ। ତେଣୁ ସେମାନେ ଏଇ ସମୟର ପୁରା ଚାକ ଦେଇକି ବାହାରନ୍ତି। ଆଉ ମହୁରାଳି ମାଛ ବହୁତ ଟେଷ୍ଟି ଏବଂ ବହୁତ ବିରଳ। ତାକୁ ଦେଖନ୍ତୁ, ଏଇଟା ଗୋଟେ ମୋର ଏପର୍ଯ୍ୟନ୍ତ ପଣସ ଗୋଟେ ଅଛି। କେତେ ସୁନ୍ଦର ସାଇଜର ପଣସଟା ଅଛି, କିନ୍ତୁ ସେ ପାଚି ନାହିଁ, କେବେ ପାଚିବ ବି ଜଣା ନାହିଁ। ତେଣୁ ଯଦି ମହୁରାଳି ଚାକଟାକ ଟିକେ ପାଖକୁ ଆସିଥିବ, ନିଶ୍ଚିତ ଭାବରେ ମୁଁ ଧରିବି ଜାଲ ପହଞ୍ଚିବା ପର୍ଯ୍ୟନ୍ତ। ଜାଲ ଯଦି ନ ପହଞ୍ଚେ ଆଉ ଧରିବାର କିଛି ନାହିଁ। ତେବେ ମହୁରାଳି ପ୍ରାୟ ମଝି ଲାଇନରେ ସବୁ ରହୁଛନ୍ତି। ଦେଖାଯାଉ, ମୁଁ ଗୋଟେ ଖାଣା ଜାଲ ମାରିବି, ଯଦି ତାଙ୍କ ପାଖ ପହଞ୍ଚେ କିଛି ମହୁରାଳି ନିଶ୍ଚିତ ଆସିବେ। ପୁରା କୋହଳା ପାଗ ଅଛି, ବର୍ଷା ପୁରା ଢାଙ୍କିକି ରହିଛି, କୁହୁଡ଼ିଆ ପୁଣି ଦେଖାଯାଉଛି ପୁରା ଏନଭାରମେଣ୍ଟଟା। ତେଣୁ ସେଇ ଭିତରେ ମହୁରାଳି ବାହାରିଛନ୍ତି। ଅନ୍ୟ ମାଛ କିଛି ମୋର ବାହାରି ନାହାନ୍ତି ଆଜି, କାହିଁକିନା ଯୋଉ ପ୍ରୋବ୍ଲେମ ହେଇଥିଲା, ମୁଁ ତ ମେଡିସିନ ବ୍ୟବହାର କରିଥିଲି, ଆଉ ସେମିତି କିଛି ପ୍ରୋବ୍ଲେମ ହେଲା ନାହିଁ। ଦେଖାଯାଉ, ଏଇ ମହୁରାଳିକୁ ମୁଁ ବର୍ତ୍ତମାନ ଚାହୁଁଛି କିଛି ଧରିବି। ଜଣାଯାଉଛି କିଛି ମହୁରାଳି ଆସିଛନ୍ତି। ସେମିତି ବା ଯଦି ତାଙ୍କ ଉପରେ ପଡ଼ିଲାନି, ଆଉ ଟିକେ କୋଡେଇକି ପଡ଼ିଲା, ଯାହା ହଉ କିଛି ଆସିଛି ବୋଲି ମୁଁ ଭାବୁଛି। ମହୁରାଳି କରାଣ୍ଡି କିଛି ଆସିଛନ୍ତି, ତା ସହିତ ଗୋଟେ ଭଲ ମାଛ ଆସିଛି। ସେଟାକୁ ବି ମୋର ରହିବାର ଅସୁବିଧା କିଛି ନାହିଁ। ଏ ମାଛଟା ହଉଛି ଆକୁ କହନ୍ତି ସାଇପନ୍। ତେଣୁ ଏ ଯାହା ହଉ 300-400 ଗ୍ରାମ ହବ, ତେଣୁ ତାକୁ ରଖିନେବି। ଏଇଗୁଡ଼ା ହଉଛି ଛୋଟ ଦେଶୀ କରାଣ୍ଡି ଗୁଡ଼ାକ, ବଢ଼ିଆ ସାଇଜରେ ହେଇଯାଇଛନ୍ତି। ଆଉ ମହୁରାଳି ବି କିଛି ଅଛନ୍ତି। ମୁଁ ଯାହା ଚାହୁଁଥିଲି ତାହା ମିଳିଯାଇଛି। ଆଜି ଏତିକି ମହୁରାଳିରେ ଆମର ପ୍ରାୟ ହେଇଯିବ। ସାଇଜରେ ମହୁରାଳି ଗୁଡ଼ାକ ବହୁତ ସୁନ୍ଦର ସାଇଜ ହେଇଛନ୍ତି।
पूरा बड़ बड़ साइज होती हाथ में देसी करांडी भी किसी अच्छा ना से सेपटे आ गोटे कुकुड़ा बाड़ी खोला है सी पगला कर सारे पूरा रड्डी छाड़े तेणु सब कम गुड़ाक टाइम रे करने पड़ो माछ भी जब बर्तमान मुझे जाल न पहुँची ताले आउटे दिन है बेलू माछ भी मिलबे जहाँ जी भी महुराली आसिले पूरा साइजिया महुराली अच्छा जाल भितर भी किसी अच्छा झाड़े भी दुटा पड़ो तो जालटा मो पाई टिके बहुत बड़ हो जाऊँगी तापर भी हमको से बड़टा को एडजस्ट कर पकाउची फिंगी होनी कहीं परमिट दौनी एज जहाँ किसी माछ चली संस्था चली असुविधा किसी ना कथार अच्छी चाष अच्छी जार कि आनंद ताहार से सीना जगाऊँ दुनिया को आहार आम पिला बेले कविताटी पढ़ी तेणु ये हूँ मोर गड़ियार चाष तेणु जिते बड़े मन है मु पलि आसिली एवं दुटा धरिकी नहीं गली आवश्यकता मेटेदेली तेणु आपण मैंने सेमती सुजोग जदि अच्छी निश्चित भाव में चाष करूँ ये देखो मोर चाष पूरा खरीफ फसल केमती ढेउ मारुची बहुत अल्प गछ जो बाड़ी पानी और खत पानी जाऊँगी द्वारा सी टिके बेसी ग्रोथ कर आसो तो फेणे पकेबा कौन आसुची नहीं आज चली तेणु महुराली अभियान रे केते कौन महुराली आसुचंती महुराली तो काली दिटा चिंगुड़ी आज भी प्राय हो जालटारे आसी किसी जना जाऊँ तो एटारे सिमती पटका महुराली आसिले कम आसिले दंडिकी आसचंती आपण कड़े कौन कहती मुझे कहीपरि किंतु आम पटे एटा दंडिकी जाल लगी जाइछन सब जालटा बहुत सरु घर जाल जो कि बहुत छोट माछ सब पलि आसबे आ मोर भी छोट माछ लाइकिंग से ए वर्ष ये छोट जालटी सरु घर जालटी आनी माछ खाइबाटा बहुत मजा किंतु ताकू झाड़ीबा आ तार काम करवा सेटा ही बड़ टेंशन बड़ बाधी जाए आ समय आसे घर एत काम भिड़ भितर से सब काम भी निजे करने को पड़ता है समय समय माछ खाइबार मोहटा भी कमी जाए आसी धरिया महुराली किंतु ये टिके बड़ माछ दुईटा भी हो जाइए
आउ धरवानी कहीं सेपटे कुकुड़ा पूरा रडी छाड़े खोलो 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 सरला एबे माछ धरा तेणु अलग कम मु रही आ माछ धरिया को आसिले तो उदा हिते हम तेणु फाड़े सार्ट फाड़े पैंट भी उदा ही तेणु एवं चलि मु अलग काम करते तेणु आपण मैंने वीडियो टी शेष पर्यंत देखी निश्चित लाइक टे देवे आ सब्सक्राइब जदि नुआ था सब्सक्राइब करेंगे विभिन्न भेराइटी वीडियो आपण मैंने देखिपारे तेणु रोची धन्यवाद जय जगन्नाथ।